ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା 15ତମ ଜାତୀୟ ମତଦାତା ଦିବସ। ନୂତନ ପଞ୍ଜୀକୃତ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ ଏବଂ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି 15ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳ 10 କଲେକ୍ଟରେଟ୍ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ହେମକାନ୍ତ ସୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ବିଭୂତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡ଼ା ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଶୁଭାରମ୍ଭ କରିଥିବା ବେଳେ ବହୁ ସଂଖ୍ୟକ ଏନ୍ଏସ୍ଏସ୍, ରେଡ୍କ୍ରସ, ସିଭିଲିଆନ ଦଳର ଛାତ୍ରଛାତ୍ରୀମାନେ ଏହି ଜନସାଧାରଣ ରାଲିରେ ଯୋଗ ଦେଇଥିଲେ। ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ସ୍ତରୀୟ ବକ୍ତୃତା ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହା ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତିର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧିକାରୀଙ୍କ ମଧ୍ୟରୁ ସାରସ୍କଣା ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ବିଡିଓ ସାରସ୍କଣା, ସୁମନ ରାଜା ମହାନ୍ତି, ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଡିଓ ବଡ଼ସାହି, ସୁଶ୍ରୀ ବନଜା ଦାସ, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଡିଓ ସାମାଖୁଣ୍ଟା ଶ୍ରୀ ମୁନ୍ନା ସେଠୀ ଓ ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଡିଓ ଶ୍ରୀ ଅଣାକାର ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନା ଅନୁସାରେ ଉକ୍ତ ରାଲି ଭୋଟର ସଚେତନତା ବାର୍ତ୍ତା ତଥା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ କଲେକ୍ଟରେଟ୍ଠାରେ ଥିବା ସମ୍ମିଳନୀ କକ୍ଷଠାରେ ଏକତ୍ରିତ ହୋଇଥିଲେ। ପାଳନ ଦିବସରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ସୋଇ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସ୍ପର୍ଦ୍ଧା ଦ୍ୱାରା ନିଜର ଭୋଟଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସହ ମତଦାନ କରିବାକୁ ଶପଥ ନେଇଥିଲେ। ଉକ୍ତ ଦିବସ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ କହିଥିଲେ ଯେ ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ତତ୍ସହିତ ନୂତନ ଯୁବବର୍ଗଙ୍କୁ ଭୋଟଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହାସହ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ ଜିଲ୍ଲାପାଳ ବାରିପଦା ଡକ୍ଟର ପରିଡ଼ା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପାଳନୀୟ ଦିବସରେ ସମ୍ପୂର୍ଣ୍ଣ ସଂଯୋଜନା କରିଥିଲେ ସଞ୍ଚାଳନ ଡେପୁଟି କଲେକ୍ଟର ଇଲେକ୍ସନ ଶ୍ରୀ ରମେଶ ଚନ୍ଦ୍ର ଓଝା। ଆଜି 25 ଜାନୁଆରୀ ଆମର 15ତମ ଜାତୀୟ ମତଦାତା ଦିବସ। ଏ ଉପଲକ୍ଷେ ଆମେ ଗୋଟେ ର୍ୟାଲି କରିଥିଲେ। ତ ରିସେଣ୍ଟଲି ଆମର ଗତ ବର୍ଷର ସ୍ପେଶାଲ ସମର ରିଭିଜନ ବି ସରିଥିଲା। ଆଉ ସେଥିରେ ନୂତନ ଭୋଟର ମାନଙ୍କୁ ଆମେ ଆଡ୍ କରିଥିଲୁ। ୟଙ୍ଗ ଭୋଟର ମାନେ ଥିଲେ ସେମାନଙ୍କୁ ବି ଆଡ୍ ହେଇଥିଲା। ତ ଆଜି ୟା ଉପରେ ଗୋଟେ ଆୱାରନେସ୍ କ୍ୟାମ୍ପେନ୍ ଆମେ କରେଇଛୁ। ସବୁ କଲେଜର ପିଲାମାନଙ୍କୁ ଇନଭଲ୍ଭ କରାହେଇଛି। ତା ସହିତ ସ୍କୁଲ ଏବଂ କଲେଜରେ ବିଭିନ୍ନ ପ୍ରକାର ଆମର ଇଭେଣ୍ଟ ହେଇଥିଲା। ବିଭିନ୍ନ କମ୍ପିଟିସନ୍ ହେଇଥିଲା, କୁଇଜ୍, ଡିବେଟ୍ କମ୍ପିଟିସନ୍, ସଙ୍ଗ କମ୍ପିଟିସନ୍। ତା ମାଧ୍ୟମରେ ଗୋଟେ ସେ ଜାତୀୟ ମତଦାନ ଦିବସ ଉପରେ ଆମେ ପିଲାମାନଙ୍କୁ ଜଣାଇବାକୁ ଚାହୁଁଛୁ। ବିକଜ ଆମେ ଜାଣିଛେ 26 ତାରିଖରେ ଆମର ରିପବ୍ଲିକ ଡେ ଅଛି। ତ ସମ୍ବିଧାନରେ ବି ଆମର ରିପବ୍ଲିକ ଏବଂ ଡେମୋକ୍ରେସି ଉପରେ ଉଲ୍ଲେଖ ଅଛି। ତ ସେଥିପାଇଁ ପିଲାମାନଙ୍କୁ ଆମେ ଯେମିତି ଆମର ତାଙ୍କର ଯେଉଁ ପରିଚୟ ଅଛି, ତାଙ୍କର ଯେଉଁ ଅଧିକାର ଅଛି, ତା ଉପରେ ଆମେ ଗୋଟେ ଆୱାରନେସ୍ ପାଇଁ ଗୋଟେ ଇନୋଭେଟିଭ୍ ଯେଉଁଟାକି ଚିଫ୍ ସିଓଙ୍କ ଅଫିସରୁ ଆମକୁ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆରୁ ବି ବାରମ୍ବାର ନିର୍ଦ୍ଦେଶ ଆସିଥିଲା। ତ ସେଥିପାଇଁ ଗୋଟେ ଆମର ର୍ୟାଲି କରାଇଛୁ ପିଲାମାନଙ୍କୁ ଇନଭଲ୍ଭ କରିକି। ଆଉ ଆମେ ଆଶା କରୁଛୁ ଏଥିରେ ଯେଉଁ ୟଙ୍ଗ ପିଲାମାନେ ଅଛନ୍ତି 17 ବର୍ଷ ପ୍ଲସ୍ ଯେଉଁମାନେ 18 ବର୍ଷ ପୁରୀ ଯିବ। ଆମେ ଜାଣିଛେ ବର୍ତ୍ତମାନ 4ଟି ଡେଟ୍ରେ ଆମର କ୍ୱାଲିଫାଇଂ ଡେଟ୍ କରାହେଇଛି। ତ 18 ବର୍ଷ ହେଲେ ତାଙ୍କୁ ନୂଆ ଭୋଟର ଆଡ଼୍ କରିବ। ତା ସହିତ ଆମର ଯେତେ ସବୁ ଇଲେକ୍ଟୋରାଲ ରୋଲ୍ ଅଛି ତାକୁ ଆମେ ତ୍ରୁଟି ଶୂନ୍ୟ ଆମେ କରିବାକୁ ଚାହୁଁଛୁ। କିଛି ବି ଯଦି ଡେଥ୍ ଭୋଟର ରହିଗଲେ ତାଙ୍କୁ ହଟାଇବାକୁ ପଡ଼ିବ। କିଛି ଡୁପ୍ଲିକେଟ୍ କେସେସ୍ ବି ଥାଏ ଆମର, ଡିଏସ୍ସି କେସ୍ କିମ୍ବା ଡୁପ୍ଲିକେସି କେସ୍, ତାକୁ ହଟା ଯାଇପାରେ। ତ ୟା ମାଧ୍ୟମରେ ଆମେ ଜଣାଇବାକୁ ଚାହୁଁଛୁ ଯେଉଁ ଲୋକମାନେ ଏଠି ପରମାନେଣ୍ଟ ଛାଡ଼ିଦେଲେଣି ସେମାନଙ୍କୁ ମାନେ ଅନ୍ୟ ଜାଗାରେ ସେଟଲ୍ ହେଇଛନ୍ତି ତାଙ୍କୁ ଡିଲିଟ୍ କରାଯିବ ଏବଂ ନୂଆ ନୂଆ ଭୋଟରମାନଙ୍କୁ ଏଥିରେ ଆଡ଼୍ କରାଯିବ। ବିଶେଷ କରି ଆମର ଯେଉଁ
डेमोक्रेसी अच्छी सुदृढ़ आम केमती करिया से मतदाता अधिकार मतदाता दायित्व बहुत गुरुत्वपूर्ण ताकू लोक मान जड़े माने आहरी जागृत करने गोटे रैली आम कर।